ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଛଅ ଭାଗ ଶାସନରେ ବାଳକୃଷ୍ଣ ମହାପାତ୍ର ଏ ଧରାପୃଷ୍ଠରେ ଅବତରଣ ହୋଇଥିଲେ 12/3/1934 ଏବଂ ଇହଧାମ ତ୍ୟାଗ କରିଥିଲେ 12/12/2020। ସେ ଆଜି ନାହାନ୍ତି ସତ, ସେ କରିଯାଇଥିବା ଗାରିମାକୁ ପରିବାର ଲୋକ ପାଖ ପଡ଼ିଶା ଲୋକ ମନେ ପକାଇଛନ୍ତି। ଦିନ ଥିଲା ଏଠି ଲମ୍ବା ଲାଇନ୍ ଲାଗେ। ପାଖରେ ପ୍ରଭୁ ଆରଣୀଙ୍କ କୃପା ବଳରେ ସେ ଅସାଧ ରୋଗ ଭଲ କରିପାରୁଥିଲେ। ସେଭଳି ଲୋକ ଥିଲେ ଆକାଶରେ ଉଡ଼ି ଯାଉଥିବା ପକ୍ଷୀର ମନ କଥା ବୁଝିପାରୁଥିଲେ। ବାଟ ଗଲା ଲୋକ କିମ୍ବା ବେପାରୀଟିଏ ଖାଲି ହାତରେ ତାଙ୍କ ପାଖରୁ ଫେରି ଆସେ ନାହିଁ, ସେ ତାକୁ ଖାଇବାକୁ ଦେଇଥାନ୍ତି। ସେ ସବୁ ଲୋକଙ୍କୁ ଭଲ ପାଉଥିଲେ। ତାଙ୍କର ଉଚ୍ଚ ନିଚ ଭେଦଭାବ ନଥିଲା। ରହି ନାହିଁ କେହି ରହିବେ ନାହିଁଟି ଭବରଙ୍କ ଭୂମି ତଳେ। ଜୀବନ ଦୁଇଟି ଧ୍ରୁବ ସତ୍ୟ, ସେ ହେଉଛି ଜନ୍ମ, ଅନ୍ୟଟି ମୃତ୍ୟୁ। ସେ ସବୁବେଳେ କହୁଥିଲେ କି ବାପା ମାଙ୍କ ପ୍ରତି ଭକ୍ତି କର, ଭଗବାନ ପ୍ରତି ଅତୁଟ ବିଶ୍ୱାସ ରଖ, ଉଚିତ କର୍ମ କର, ଫଳ ନିଶ୍ଚୟ ପାଇବ। ସେ କନ୍ତି ମଙ୍ଗଳା ମାଙ୍କ ପୂଜାରୀ ଥିଲେ। ଯେମିତି ପ୍ରତୀୟମାନ ହେଉଅଛି ଆଜି କଣ୍ଟି ମଙ୍ଗଳା ମାଙ୍କର ବଡ଼ ଭକ୍ତ ଦେଉଳ ଛାଡ଼ି ଚାଲି ଯାଇଛନ୍ତି। ଛଅ ଭାଗ ଶାସନ ଖାଁ ଖାଁ ଲାଗୁଛି ତାଙ୍କ ବିନା। ତାଙ୍କର ଆଜି ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ 1000ରୁ ଅଧିକ ଲୋକ ଏକାଠି ହୋଇଛନ୍ତି। ଭଦ୍ରକ ଜିଲ୍ଲାରୁ ଶରତନାଥ ଖବର ଉପରେ ନଜର। ରହି ନାହିଁ କେହି ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ଛାଡ଼ି ବାହୁଡ଼ିବେ କାଳ ପଳେ। ଆଜି ସମାଜସେବୀ ବାଳକୃଷ୍ଣଙ୍କର ଚତୁର୍ଥ ଶ୍ରାଦ୍ଧବାର୍ଷିକ, ଯିଏକି ଏ ଧରାପୃଷ୍ଠରେ ଅବତରଣ କରିଥିଲେ 1934 ମସିହାରେ ଏବଂ ଇହଧାମ ତ୍ୟାଗ କରିଥିଲେ 2020 ମସିହାରେ। ସେ ମା କଣ୍ଟିମଙ୍ଗଳାଙ୍କର ପୂଜକ ଥିଲେ। ସେ ଆଜି ଆଉ ନାହାନ୍ତି। ତାଙ୍କୁ ମନେ ପକାଇଛନ୍ତି ତାଙ୍କ ଘରର ଲୋକ, ପରିବାର ଲୋକ ଏବଂ ପଡ଼ୋଶୀ ଗାଁର ଲୋକମାନେ ଏବଂ ତାଙ୍କର କିଛି ଭଲ ପାଉଥିବା କେତେକ ଲୋକମାନେ। ଆସନ୍ତୁ ଆମେ ପଚାରି ବୁଝିବା ତାଙ୍କ ପରିବାରଙ୍କ ମତରେ ସେ କେମିତି କ'ଣ ଲୋକ ଥିଲେ, ସେ କେମିତି ଲୋକଙ୍କ ସହିତ ଲିଙ୍କ ରଖିଥିଲେ, ତା ବିଷୟରେ ଆମେ ଆଜି ପଚାରି ବୁଝିବା। ପରିଚୟ ଟିକେ ଦେବେ। ବାଳକୃଷ୍ଣ ସାରଙ୍କର ସାନ ଝିଅ। ଆଜ୍ଞା, ଆଜି ବାଳକୃଷ୍ଣ ସାରଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ଆପଣ କ'ଣ କହିବେ? ସେ କେମିତି କ'ଣ ଲୋକ ଥିଲେ, କେମିତି କ'ଣ? ବାପା ଜଣେ ହିନ୍ଦୀ ଟିଚର ଥିଲେ, ଦୋଳସ ହାଇସ୍କୁଲର 24 ବର୍ଷ ଥିଲେ। ସେ ସାପ କାମୁଡ଼ା ଝାଡ଼ନ୍ତି। ଆଉ ବାପା ଦୁଃଖୀ ରୋଗୀମାନଙ୍କୁ ସାହାଯ୍ୟ କରନ୍ତି। ଆଉ ମେଡ଼ିକାଲ ଫେରାଇ ଦେଉଥିବା ଲୋକମାନଙ୍କୁ ବାପା ମଧ୍ୟ ଭଲ କରିକି ଏଇଠୁ ଛାଡ଼ନ୍ତି। ଆଜ୍ଞା, ଏଠି ଆଉ ଜଣେ ଅଛନ୍ତି, ତାଙ୍କ ପାଖରେ ବୁଝିବା। ସେ ବାଳକୃଷ୍ଣ ସାର୍ ଆପଣଙ୍କର କ'ଣ ହେବେ? ତାଙ୍କ ବିଷୟରେ ଆଜି ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ, ତାଙ୍କ ବିଷୟରେ ଆଜି କ'ଣ କହିବେ? ଆଉ ବହୁତ ପରିଶ୍ରମ କରିଥିଲେ, ଯାହାଫଳରେ ସେ ଆଜି ପର୍ଯ୍ୟନ୍ତ ବେଡ଼୍ ଶଯ୍ୟା ଚାହି ହେଇକି ରହିନଥିଲେ। ଆଉ ଦାନ ଲୋକ ଦୁଃଖ କାହାର ସହିପାରନ୍ତିନି। ଆଉ ଯାହାଫଳରେ ସେ ଆଜି ସମସ୍ତେ ତାଙ୍କୁ ଝୁରୁଛନ୍ତି। ଆପଣଙ୍କ ପରିଚୟ ଟିକେ ଦେବେ। ସାରଙ୍କର ସାନ ଝିଅ। ଆଜ୍ଞା, ଆଜି ବାଳକୃଷ୍ଣ ସାର୍ ନାହାନ୍ତି, ଆପଣ କେତେ ମର୍ମାହତ ଅଛନ୍ତି? ଆଉ ଆଜି ଯୋଉ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ, ତା ବିଷୟରେ କ'ଣ ପ୍ରସ୍ତୁତି ରହିଛି? ସ୍କୁଲର 24 ବର୍ଷ ହିନ୍ଦୀ ଟିଚର ଥିଲେ। ବାପା ଜଣେ ଅସାଧ୍ୟ ରୋଗ ଭଲ କରିପାରୁଥିଲେ, ଦୁଃଖୀ ରୋଗୀଙ୍କୁ ସାହାଯ୍ୟ କରନ୍ତି। ଆଉ ସେ ଗୋଡ଼ରେ ଜୋତା ପିନ୍ଧନ୍ତିନି, ପାନ ଖଣ୍ଡେ ବି ଖାଆନ୍ତିନି, ବିନା ସ୍ୱାର୍ଥ କିଛି ରଖନ୍ତି ନାହିଁ, ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଆଉ ଯେଉଁ ପିଲାମାନେ ଗରିବ ଶ୍ରେଣୀର ସେମାନଙ୍କୁ ବହିପତ୍ର ଦେଇକି ଆଉ ଡ୍ରେସ୍ ପତ୍ର ଦେଇକି ଯାହା ସେମାନଙ୍କୁ ପାଠ ପଢ଼ାର ସାହାଯ୍ୟ କରନ୍ତି। ପିଲାମାନେ ତାଙ୍କ ଆଗର ଖେଳିବା ବୁଲିବା ଏସବୁ ଭଲ ପାଆନ୍ତିନି। ଆଉ ଦରକାର ପଡ଼ିଲେ ତାଙ୍କ ଛାତ୍ରମାନେ ବି ଏଜ୍ ହେଇଗଲେ ତାଙ୍କ କାନ ଧରିକି ସେ ବାପା ବାଡ଼ାନ୍ତି। ଆଉ ତାଙ୍କର କୌଣସି ସ୍ୱାର୍ଥ ନାହିଁ। ସେ ବହୁତ ପରିଶ୍ରମୀ ଥିଲେ, ଲୋକଙ୍କୁ ସାହାଯ୍ୟ କରୁଥିଲେ, ଲୋକଙ୍କୁ ପେପର ପଢ଼ୁଥିବେ, ଦୁଃଖରେ ଜଣେ ଚାଲିଗଲେ ତାଙ୍କ ଆଗରେ ଡାକିକି ଖାଇବା ପାଇଁ ଘରକୁ ଦିଅନ୍ତି। ଆଉ ବାପା ମନ୍ଦିରରେ ବି କରିଥିଲେ, ଯାହା ଯେତିକି ସାହାଯ୍ୟ ସହାନୁଭୂତି ସେ କରନ୍ତି ଲୋକମାନଙ୍କୁ। ତାଙ୍କର କୌଣସି ସ୍ୱାର୍ଥ ଥିଲାନି। ଏବେ ଗାଁ ଲୋକମାନେ, ଏଇ ଆମ ଅଞ୍ଚଳର ଲୋକମାନେ ତାଙ୍କୁ ଝୁରି ହେଉଛନ୍ତି। ସାରଙ୍କ ନାଁ କହିଲେ ଭଦ୍ରକ ଡିଷ୍ଟ୍ରିକ୍ଟ ବୁଝାଏ। ଆଉ ବାପା ଏଇ ଟାଇପ୍ର ଥିଲେ, ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି। କିଛି ଆଡ଼ମ୍ବର ନାହିଁ, ପୁରା ସାଧାରଣ ଲୋକ ଭାବରେ ଜଣେ ଟିଚର ଥିଲେ, ଦୋଳ ସାହସ୍କୁଲ
କାହିଁକି ଅନୁଚିନ୍ତା ପ୍ରଥମେ ଅଧଘଣ୍ଟେ ପୂର୍ବରୁ ଅନୁଚିନ୍ତା କୁହନ୍ତି। ଲୋକମାନେ କୁହନ୍ତି କି ଯୋଉ ଯେକୌଣସି ରୋଗ ଗୋଟେ ଅସାଧ୍ୟ ରୋଗ ଯୋଉ ରୋଗ କି ବହୁ ଲୋକ କଟକ ବି ଫେରାଇ ଦେଇଛନ୍ତି ବାଳକୃଷ୍ଣ ସାରଙ୍କ ପାଖରେ ସେ ଭଲ ହେଇକି ଯାଇଛନ୍ତି ସେ ଲୋକ ଉଠିକି ଯାଇଛନ୍ତି ତାଙ୍କ ପାଖରେ କିଛି ଗୋଟେ ମିରାକିଲ ଥିଲା କି ଯାହାକି ଲୋକମାନେ ଭଲ ହେଇପାରୁଥିଲେ। ହଁ ବାପାକୁ ଯେ ଦୋଳସାହି ଗୋଟେ ଲୋକ ଥିଲା କହୁଥିଲେ ଯେ ମୁଁ ସେଇ ଶୋଇଥିବା ଅବସ୍ଥାର ଆରଡ଼ି ବାବା ଆସିକି ମୋତେ ସେଇ ମନ୍ତ୍ରଟା ଦେଇଥିଲେ ମୁଁ ସେଇ ମନ୍ତ୍ରଟା କାର୍ଯ୍ୟକାରୀ କଲା ପରେ ସକ୍ସେସଫୁଲ ହେଲି ହେଲା ପରେ ଲୋକମାନଙ୍କୁ ସେବା କଲି। ଧନ୍ୟବାଦ। ଆମେ ପଚାରି ବୁଝୁଥିଲେ ପରିବାରଙ୍କର ତାଙ୍କ ଝିଅଙ୍କ ପାଖରେ ଆମେ ପଚାରି ବୁଝୁଥିଲେ ସେ କହିଲେ କି ବାବା ତାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ କୌଣସି ଗୁରୁ ମନ୍ତ୍ର ଦେଇଥିଲେ ଯାହା ଫଳରେ ଲୋକମାନଙ୍କର ଅସାଧ୍ୟ ରୋଗକୁ ସେ ଭଲ କରିପାରୁଥିଲେ କିନ୍ତୁ ସେ ଆଜି ନାହାନ୍ତି ତାଙ୍କୁ ମନେ ପକାଇଛନ୍ତି ତାଙ୍କ ପରିବାର ବର୍ଗ ଓ ଯେଉଁମାନେ ଭଲ ହୋଇଥିଲେ ଭକ୍ତ ସମାବେଶ ମାନେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି। ଭଦ୍ରକ ଜିଲ୍ଲାରୁ ଶରତନାଥଙ୍କ ରିପୋର୍ଟ, ବହୁଜନ ମିଡ଼ିଆ।